ସବୁବେଳେ ଆନ୍ସର ଦେବା ତୁମ ପାଖରେ ସବୁ ଆନ୍ସର ରେଡ଼ି ଥାଏ। ଆଜି ଗୋଟେ କ୍ୱେଶ୍ଚିନ୍ ପଚାରିବି ତାର ଆନ୍ସର ରେଡ଼ି ଅଛି କି ନାହିଁ ଜଣାପଡ଼ିବ। ସବୁ ସମସ୍ତେ କହି ଆସିଛନ୍ତି, ମୁଁ ଶୁଣି ଆସିଛି ଅନମ୍ୟାରେଡ୍ ସମୟରେ ପର ଝିଅ ଘର ଭାଙ୍ଗେ। এইটা ଗୋଟେ ପୁରୁଷଙ୍କ ୱାର୍ଡ଼ରେ କେତେ ଦୂର ଜଷ୍ଟିଫାଏ ମୋତେ ତାର ଆନ୍ସର ଦରକାର। ମୁଁ ତ ଏଥିରେ ରାଜି ନୁହଁ। ଏଇଟା ବହୁତ ସିମ୍ପଲ୍, ସମସ୍ତେ ଜାଣିବା ଦରକାର। ମୁଁ ସର୍ଟରେ କହୁଛି, ଦେଖ, ପର ଝିଅ ଘର ଭାଙ୍ଗେନି, କିନ୍ତୁ ଶାଶୁ ବୋହୂ ଭିତରେ ପଡ଼େନି। ଶାଶୁମାନଙ୍କ ସହ କମ୍ପ୍ଲେନ୍ ଯେ କି ସେ ଝିଅଟି ଆସିକି ମୋ ପୁଅକୁ ଅଲଗା କରିଦେଲା। ମେନ୍ କଥା ହେଉଛି କ'ଣ କି, ଦେଖ, ଗୋଟେ ମାଆଟିଏ ତା ପୁଅକୁ 25 ବର୍ଷ 30 ବର୍ଷ ପର୍ଯ୍ୟନ୍ତ ବଢ଼ାଇଲା, ହଠାତ୍ ଗୋଟେ ଝିଅକୁ ଟେକି ଦେଲା, ବୁଝିପାରିଲେ କି? ତେଣୁକରି ଟେକି ଦେଲା ତ ଦେଖିଲା ଠିକ୍ ଅଛି, କିନ୍ତୁ ତା'ର ମାନେ ସେ ସେଟାକୁ ଗ୍ରହଣ କରିପାରିଲା ନାହିଁ। ତାପରେ ସେ ବିଚରା ପୁଅଟି କ'ଣ ନୂଆ ଏକ୍ସପିରିଏନ୍ସ, ନୂଆ ମ୍ୟାରେଜ୍ ଲାଇଫ୍କୁ ଗଲା। ତେଣୁକରି ତା ଲାଇଫ୍ରେ ଗୋଟେ ସ୍ତ୍ରୀ ଲୋକ ଥିଲା, ଦୁଇଟା ସ୍ତ୍ରୀ ଲୋକ ହେଇଗଲେ। ଗୋଟେ ହେଉଛି ତା ମା', ଆଉ ଗୋଟେ ହେଉଛି ସ୍ତ୍ରୀ। ସେ ମଝିରେ ରହିଲା। ତା ସହିତ ପୁଅର ପରିଚୟ କ'ଣ? ରୋକଡ଼ା ମନି। କିନ୍ତୁ ସେ ମନି ମତଲବ ପ୍ରଫେସନ୍ ବା ବିଜନେସ୍ ବା ଚାକିରିକି ବି ଧ୍ୟାନ ଦେବ, ଏପଟରେ ମାଆକୁ ଧ୍ୟାନ ଦେବ, ଗୋଟେ ସ୍ତ୍ରୀକି ବି ଧ୍ୟାନ ଦେବ। ତେଣୁକରି ସମୟ କେତେ ଲିମିଟେଡ୍ ନା, 24 ଘଣ୍ଟା ନା, ଥୋଡ଼ି ନା ଦିନଟା 48 ଘଣ୍ଟା। 24 ଘଣ୍ଟା ଭିତରେ 8-10 ଘଣ୍ଟା ଗଲା ଅଫିସରେ, ଘରକୁ ଆସିଲା, ଘରକୁ ଆସିକି ସ୍ତ୍ରୀ କ'ଣ, ଯେହେତୁ ସ୍ତ୍ରୀ ଅଛି ସେବା ଶୁଶ୍ରୂଷା କଲା, ସେ ସ୍ତ୍ରୀକି ଟାଇମ୍ ଦେଲା। ତାପରେ ଯେଉଁ ବଞ୍ଚିଲା 5-10 ମିନିଟ୍ 20 ମିନିଟ୍ କି 15 ମିନିଟ୍ ମା' ସହିତ କଥା ହେଲା। ଏଇଟା ଯେତେବେଳେ ରେଗୁଲାରାଇଜ୍ ହେଲା କି ମା' ସହିତ କ'ଣ ଭାବିଲା ଯେ କି ମୋ ପୁଅକୁ ମୋ ଯେଉଁ ବାହାଘରଟା ସ୍ତ୍ରୀ ମୋ ପୁଅକୁ ମୋ ଠାରୁ ଛଡ଼େଇ ନେଲା। ଏବଂ ଧୀରେ ଧୀରେ ତିକ୍ତତା ଏମିତି ବଢ଼ିବ, କାହାର ଭୁଲ ନାହିଁ, ନା ସେ ଝିଅର ଭୁଲ, ନା ସେ ପୁଅର ଭୁଲ, ନା ମାଆର ଭୁଲ। ସମସ୍ତେ ନିଜ ନିଜ ଜାଗାରେ ଠିକ୍ ଅଛନ୍ତି, କିନ୍ତୁ ମିସ୍ ଅଣ୍ଡରଷ୍ଟାଣ୍ଡିଂ ଯୋଗୁଁ ଏଇଟା ରହିଆସିଛି, ଯିଏକି ଆଗରୁ ରହିଥିଲା। ଏବେ ତ ମୁଁ ବିଶ୍ୱାସ କରୁନି, କେହି ବିଶ୍ୱାସ କରିବେ ନାହିଁ ଯେ କି ପର ଝିଅ ଘର ଭାଙ୍ଗେ। ଏଇଟା ସମ୍ପୂର୍ଣ୍ଣ ଭୁଲ।